ହ୍ୟାଲୋ ଗାଇସ୍, ଆମେ ସକାଳୁ ସକାଳୁ ବାହାରି ପଡ଼ିଲୁ ହାଇଦ୍ରାବାଦର ଫାର୍ଷ୍ଟ ଡେରେ ବୁଲିବା ପାଇଁ ଗୋଲକୋଣ୍ଡା ପୋର୍ଟ। ତ କାଲି ଆମେ ଆସିକି ଓଡ଼ିଶାରୁ ପହଞ୍ଚିଲୁ ହାଇଦ୍ରାବାଦ ବାଇ କାର୍ରେ। ତ କାଲି ଆସିଲା ବେଳୁ ହାଇଦ୍ରାବାଦ ଯେହେତୁ ପୁରା ବିଜି ସିଟି, କାଲି ଆମେ 9ଟାରେ ହାଇଦ୍ରାବାଦ ପହଞ୍ଚିଲୁ ରାତି। ପୁଣି ସେ ରୁମ୍ ଆମ ଯେଉଁ ଜାଗାରେ ଦରକାର ଥିଲା ସେ ଜାଗାରୁ ଖୋଜୁ ଖୋଜୁ 12ଟା ହେଇଗଲା। ସେଇଠି ବି ଏତେ ଗହଳି ଯେ ଗୋଟେ ବାଇକ୍ ବାଲା ଆସି ମୋ କାର୍କୁ ପିଟିଥିଲା, କାର୍ ପୁରା ଅବସ୍ଥା ଥିଲା। ସେଥିପାଇଁ ଆଜି ଆମେ ଆଉ କାର୍ କାଢ଼ିଲୁନି, ଗୋଟେ ଅଟୋ ବୁକ୍ କରିଦେଲୁ। ଅଟୋ ବୁକ୍ କରିକି ଜାଗା ଜାଗା ବୁଲିବୁ, ପ୍ରାୟ 5-7ଟା ଜାଗା କଭର୍ କରିବୁ। ତ ଆଜି ଆମେ ଫାର୍ଷ୍ଟ ଡେରେ ଗୋଲକୋଣ୍ଡା ପୋର୍ଟ ଯାଉଛେ, ଯେଉଁଟାକି 11th ସେଞ୍ଚୁରୀରେ ହେଇଥିଲା। ତ ଚାଲନ୍ତୁ ଦେଖିବା ଗୋଲକୋଣ୍ଡା ପୋର୍ଟର ହିଷ୍ଟ୍ରି କ'ଣ ଅଛି ସେ ଭିତରେ। ବହୁତ ଫେମସ୍ ଜାଗା, ରାଜରାଜମାନଙ୍କ ଜାଗା। ଆଗ କାଳରେ ଗୋଲକୋଣ୍ଡା ପୋର୍ଟକୁ ପୁରା ବିଗେଷ୍ଟ ଡାଇମଣ୍ଡ ମାର୍କେଟ ବି କହୁଥିଲେ, ଯେଉଁଠି ଏକ୍ସପୋର୍ଟ ଇମ୍ପୋର୍ଟ ହେଉଥିଲା ଡାଇମଣ୍ଡ। ତ କାକତିଆ ଡାଇନେଷ୍ଟି ଗୋଲକୋଣ୍ଡା ପୋର୍ଟକୁ ଫାର୍ଷ୍ଟ ଇନାଗୁରେଟ୍ କରିଥିଲେ, ଯେଉଁଟାକି 11th ସେଞ୍ଚୁରୀରେ। ପରେ ପରେ ବିଭିନ୍ନ ପ୍ରକାର ରାଜା ତାକୁ କବ୍ଜା କରିକି ତାଙ୍କର ସେ ରାଜୁତି ଚଲେଇଥିଲେ। ତ ଦେଖିବା ଗୋଲକୋଣ୍ଡା ପୋର୍ଟ ପାଖାପାଖି ଆମେ ପହଞ୍ଚି ଗଲେଣି। ଗୋଲକୋଣ୍ଡା ପୋର୍ଟ ଆମେ ଯେଉଁ ଜାଗାରେ ରହୁଛୁ, ସେ ଥିଲୁ ଯେଉଁ ହୋଟେଲରେ, ସେଇଠୁ ପ୍ରାୟ 5-7 କିଲୋମିଟର। ତ ଆମେ ଏଣ୍ଟ୍ରି କରିଦେଲୁ ଗୋଲକୋଣ୍ଡା ପୋର୍ଟ ଭିତରେ, ଯାହାର ଟିକେଟ୍ ଥିଲା 25 ଟଙ୍କା ପର୍ ପର୍ସନ୍। ତ ଦେଖନ୍ତୁ ଭିତରେ ଭାଇ ଜାଗା ମାନେ ପୁରା ଅଲଗା ପ୍ରକାର ହେଇଛି। ଖାଲି ଗୁମ୍ଫା ହିଁ ଗୁମ୍ଫା, ଯୁଆଡ଼େ ଯିବେ ଏଇଟା ହେଉଛି ଏଣ୍ଟ୍ରି ଗେଟ୍ଟା। ତ ବହୁତ ଗହଳି ଅଛି, ସକାଳୁ ସକାଳୁ ପଳେଇ ଆସିଲେ, ସକାଳୁ ବି ଏତେ ଗହଳି। ଦେଖନ୍ତୁ ଏଇଠି କହୁଥିଲେ କ'ଣ, ତମେ ତାଳି ବାଡ଼େଇଲେ ଅଲଗା ସାଉଣ୍ଡ ଶୁଭିବ ବୋଲି। ଆଉ ଦେଖନ୍ତୁ ଯେଉଁ ପ୍ରକାର ଘର, ସେ ଏତେ ବଡ଼ ଜାଗାରେ ରହିଛି। ଗୋଲକୋଣ୍ଡା ପୋର୍ଟଟା ଯୁଆଡ଼େ ଯିବ ରାସ୍ତା ସରୁନି। ଦେଖନ୍ତୁ କେତେ ବଢ଼ିଆ ଜାଗା ହେଇଛି, ପ୍ରାୟ ମାନେ ବଢ଼ିଆ ବ୍ୟୁଟିଫୁଲ୍ ଜାଗା କହିବାକୁ ଗଲେ। ଖାଲି ସବୁ ପଥର ହିଁ ହେଇଛି। ଆଉ ଦେଖନ୍ତୁ ମାନେ ଅଲଗା ପ୍ରକାର ପୋର୍ଟ, ବଢ଼ିଆ ବଢିଆ ହେଇଛି ପବନ ଜାଗାଟା। ମାରୁଛି। ଏଇଠି ପୁରା ହାଇଦ୍ରାବାଦ ସିଟି ବି ଉପରେ ରହିଲେ, ପୁରା ଟପ୍କୁ ଗଲେ ହାଇଦ୍ରାବାଦ ସିଟି ପୁରା ବଢ଼ିଆ ସୁନ୍ଦର ଦେଖାଯାଏ। ଦେଖନ୍ତୁ ଆଉ ଦେଖିବୁ ଏ ଗୋଟେ ନୂଆ ଜିନିଷ ଦେଖିବାକୁ ମିଳିଲା ଗୋଲକୋଣ୍ଡା ପୋର୍ଟ ଭିତରେ। ମନ୍ଦିର ଗୋଟେ ଅଛି ମାଆଙ୍କର, ମାନେ ହାଇଦ୍ରାବାଦ ଭଳି ସିଟିରେ ଜାଗାରେ ମୁସଲିମମାନଙ୍କ ଏରିଆରେ ଦେଖନ୍ତୁ ମାଆଙ୍କ ମନ୍ଦିର ଗୋଟେ ଅଛି ଗୋଲକୋଣ୍ଡା ପୋର୍ଟ ଭିତରେ। ତ ଦେଖିକି ଖୁସି ଲାଗିଲା ବହୁତ। ଯାଉଛୁ ଏତେ ବଡ଼ ତେଲେଙ୍ଗାନା ସିଟିରେ ମାଆଙ୍କ ମନ୍ଦିର ଗୋଟେ ଅଛି। ତ ଆଜି ପାଇଁ ଏତିକି, ଫାଇନାଲି ଗୋଲକୋଣ୍ଡା ପୋର୍ଟ ବୁଲା ସରିଲା। ଆମେ ଯିବୁ ନେକ୍ସଟକୁ। ତ ରହିଲି ଆଜ୍ଞା, ଜୟ ଜଗନ୍ନାଥ।